ନୟାଗଡ଼ ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ବିଶାଳ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ନୟାଗଡ଼ ବ୍ଲକର 29ଟି ପଞ୍ଚାୟତ ଏବଂ ପୌର ପରିଷଦର 5,000ରୁ ଊର୍ଦ୍ଧ୍ୱ କର୍ମୀ ସାମିଲ ହୋଇଥିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଣେ ସାହସୀ ବ୍ୟକ୍ତିତ୍ୱ ଥିଲେ। ସେ କଟକରୁ ପେଶୱାର ସାଇକେଲରେ ଗସ୍ତ କରିଥିଲେ। ତାଙ୍କର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଏ ସାଇକେଲ ଶୋଭାଯାତ୍ରାର ପରିକଳ୍ପନା କରାଯାଇଥିବା ବିଧାୟକ ଡକ୍ଟର ସାହୁ କହିଥିଲେ। ବିଜୁ ଜନତା ଦଳ ସରକାର ରାଜ୍ୟର ଜନସାଧାରଣଙ୍କ ପାଇଁ ଅନେକ ଜନହିତକର ଯୋଜନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଚିନ୍ତାଧାରା ପାଇଁ ସାରା ଭାରତରେ ଓଡ଼ିଶା ସମୃଦ୍ଧିଶାଳୀ ହୋଇପାରିଛି। ଏ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ଯୋଗଦେଇ ଦଳର ସଂଗଠନକୁ ମଜବୁତ କରିବା ପାଇଁ ନୟାଗଡ଼ ବିଧାୟକ ଡକ୍ଟର ସାହୁଙ୍କ ନିଷ୍ଠା ଓ ପରିଶ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଥିଲେ। ଜଣେ କର୍ତ୍ତବ୍ୟନିଷ୍ଠ ଏବଂ ଜନପ୍ରିୟ ବିଧାୟକ ଭାବେ ସାରା ରାଜ୍ୟରେ ଡକ୍ଟର ସାହୁଙ୍କ ସୁନାମ ରହିଥିବା ସେ କହିଥିଲେ। ପ୍ରତ୍ୟେକ ପଞ୍ଚାୟତରୁ ବିଜୁ ଜନତା ଦଳ କର୍ମୀମାନେ ସକାଳୁ ସକାଳୁ ଆସି ଇଟାମାଟିରେ ପହଞ୍ଚିଥିଲେ ଓ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ସାମିଲ ହୋଇଥିଲେ। ନୟାଗଡ଼ରୁ ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।